ସାଙ୍ଗମାନେ ଆସନ୍ତୁ ଆଜିର ଏହି ଭିଡିଓ ମାଧ୍ୟମରେ ଆମେ ମାନେ ଆମ ଗଣିତ ବହିରେ ଥିବା ସ୍ୱାଭାବିକ ସଂଖ୍ୟା ବିଷୟରେ ଜାଣିବା। ପିଲାମାନେ ସ୍ଥାନୀୟ ମାନ ସାହାଯ୍ୟରେ କେବଳ 10 ଗୋଟି ଅଙ୍କକୁ ବ୍ୟବହାର କରି ସମସ୍ତ ବଡ଼ ବଡ଼ ସଂଖ୍ୟା ଲିଖନ କଥା ଯେତେବେଳେ ଚିନ୍ତା କରାଗଲା, ସେତେବେଳେ କିଛି ନାହିଁ ପରିସ୍ଥିତିକୁ ସଂଖ୍ୟା ରୂପେ ଦେବାର ଆବଶ୍ୟକତା ପଡ଼ିଲା ଏବଂ ସେଥିଯୋଗୁଁ ଶୂନର ସୃଷ୍ଟି ହେଲା। ଏହାକୁ ଅଙ୍କ ରୂପେ ବ୍ୟବହାର ମଧ୍ୟ କରାଗଲା। ଦୈନନ୍ଦିନ ଜୀବନରେ ବିଭିନ୍ନ ପରିସ୍ଥିତିରେ ଯାହା ଥିଲା ସବୁ ସରିଗଲା। ଏହା ଏକ ସାଧାରଣ ପରିସ୍ଥିତି ହୋଇଗଲା। ଅର୍ଥାତ୍ 3 ରୁ 3 ଯିବା, 5 ରୁ 5 ବିୟୋଗ ହେବା, 215 ରୁ 215 ଆଦି ବିୟୋଗ ହେବା କ୍ଷେତ୍ରରେ ବିୟୋଗ ଫଳ ଦର୍ଶାଇବା ଲାଗି ଶୂନର ଆବଶ୍ୟକତା ରହିଛି। ତେଣୁ ଶୂନକୁ ଏକ ସ୍ୱାଭାବିକ ସଂଖ୍ୟା ସମୂହ ଭିତରେ ମଧ୍ୟ ସାମିଲ କରିବାକୁ ଚିନ୍ତା କରାଗଲା। ସ୍ୱାଭାବିକ ସଂଖ୍ୟା ସମୂହ ସହ ଶୂନକୁ ସାମିଲ କରି ଯେଉଁ ସଂଖ୍ୟା ସମୂହ ସୃଷ୍ଟି ହେଲା ତାହାକୁ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସମୂହ କୁହାଗଲା। ବୁଝିଲେ ଏଥର? 0, 1, 2, 3, 4, 5 ଏହି ସଂଖ୍ୟା ସମୂହ ହେଲା ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସମୂହ। ଅର୍ଥାତ୍ ପ୍ରଥମେ ସଂଖ୍ୟା କୋଉଗୁଡ଼ାକ ଥିଲା? 1, 2, 3, 4, 5, 6, 7, 8, 9 ଏ ପ୍ରକାର ସଂଖ୍ୟା ଗଣନ ସଂଖ୍ୟା ଥିଲା ଏବଂ ତାକୁ ସ୍ୱାଭାବିକ ସଂଖ୍ୟା, ଯାହାକୁ ଆମେ ସ୍ୱାଭାବିକ ସଂଖ୍ୟା କହୁଛନ୍ତି, ତା ସହିତ ଶୂନକୁ ମିଶାଗଲା 1 ପୂର୍ବରୁ ଏବଂ ଶୂନରୁ ଆରମ୍ଭ ହୋଇ ସ୍ୱାଭାବିକ ସଂଖ୍ୟା ଗୁଡ଼ିକୁ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସମୂହ କୁହାଗଲା। ବୁଝିହେଲା ଏଥର କଥାଟି? ଠିକ୍ ଅଛି। ବର୍ତ୍ତମାନ ଆମେ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସମୂହ ମଧ୍ୟରେ ଯୋଗ, ବିୟୋଗ ଆଦି ପ୍ରକ୍ରିୟାକୁ ଟିକେ ବୁଝିବା। କୌଣସି ବସ୍ତୁ ନଥିଲେ ଆମେ କ'ଣ କହିବା? କିଛି ନାହିଁ। ତ କେମିତି ସୂଚନା ଦେବା? ଶୂନ ଆକାରରେ ସୂଚନା ଦେବା। ଯଦି 5ରେ ଶୂନ ମିଶାଯାଏ କ'ଣ ହେବ? 5 ହେବ, ଆଉ କିଛି ନାହିଁ ରହିବ, ଅର୍ଥାତ୍ 5। ଯଦି 7ରେ ଶୂନ ମିଶାଇବା କ'ଣ ହେବ? 7 ଯୁକ୍ତ କିଛି ନାହିଁ, ଅର୍ଥାତ୍ କ'ଣ? ସେଇ 7। 1000, ଲକ୍ଷେ, 10,000, 15,000, 280, 255, 285 ଯେଉଁଥିରେ ଶୂନ ମିଶା ସେଇ ସଂଖ୍ୟା ହେବ। ତେଣୁ କ'ଣ ବୁଝିଲେ? ଯେକୌଣସି ସ୍ୱାଭାବିକ ସଂଖ୍ୟା ସହିତ ଯଦି ଆମେ ଶୂନକୁ ଯୋଗ କରିବା, ଯୋଗଫଳ ସେଇ ସଂଖ୍ୟା ହେବ, ଅର୍ଥାତ୍ ପୂର୍ବବର୍ତ୍ତୀ ସଂଖ୍ୟାଟି ହେବ। ଏଣୁ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସମୂହର ଯୋଗ ପ୍ରକ୍ରିୟା କେଉଁ ନିୟମ ପାଳନ କଲା? ଏଠାରେ ଅଭେଦ ନିୟମ ପାଳନ କଲା। କଥାଟି ବୁଝିହେଲା? ଚିତ୍ରରୁ ମଧ୍ୟ ବୁଝୁଥିବ, କଥାକୁ ଶୁଣି ମଧ୍ୟ ବୁଝୁଥିବ। ଅତଏବ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସମୂହରେ ଯୋଗ ପ୍ରକ୍ରିୟା ଅଭେଦ ନିୟମ ପାଳନ କଲେ। ପ୍ରଥମ କଥାଟି ବୁଝିଥିଲ, ଏଥର ଅଭେଦ ନିୟମ ପାଳନ ହେଲା, ବୁଝିପାରିଲ? ତୃତୀୟ କଥାକୁ ଆମେ ଯିବା। ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କ୍ଷେତ୍ରରେ ଅଭେଦ ନିୟମକୁ ଆମେ ଆଉଥରେ ବୁଝିବା। ଯେକୌଣସି ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସହ ଶୂନ ଯୋଗ କଲେ ବା ଶୂନ ସହ ଯେକୌଣସି ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ଯୋଗ କଲେ ଯୋଗଫଳ ସେଇ ସଂଖ୍ୟା ହେବ। ଏହି କାରଣରୁ ତୁମେ ଶୂନକୁ ଯୋଗାତ୍ମକ ଅଭେଦ ମଧ୍ୟ କୁହ। ବୁଝିହେଲା? ସଂଖ୍ୟା କ୍ଷେତ୍ରରେ ଯୋଗାତ୍ମକ ଅଭେଦ ନିୟମ। ବୁଝିହେଲା କଥାଟି? ତାହେଲେ ଯୋଗାତ୍ମକ ଅଭେଦ କିଏ? ଶୂନ। ତାର କାରଣ କ'ଣ? 3 ସହିତ ଶୂନ ମିଶାଅ, 3 ହେବ। 4 ସହିତ ଶୂନ ମିଶାଅ, 4 ହେବ। ଯେକୌଣସି ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସହିତ ଶୂନ ମିଶାଅ, ସେଇ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାଟି ହିଁ ହେବ। ଅର୍ଥାତ୍ କ'ଣ ହେବ? କୌଣସି ପରିବର୍ତ୍ତନ ହେଉନାହିଁ ଶୂନ ଯୋଗ ଦ୍ୱାରା। ତେଣୁ ଶୂନକୁ ଆମେ କ'ଣ କହିବା? ଯୋଗାତ୍ମକ ଅଭେଦ ବୋଲି କହିବା। ଠିକ୍ ଅଛି? ସ୍ୱାଭାବିକ ସଂଖ୍ୟା ସହ ଶୂନକୁ ସାମିଲ କରିବା ପୂର୍ବରୁ ସ୍ୱାଭାବିକ ସଂଖ୍ୟା ସମୂହ ଯୋଗ ପ୍ରକ୍ରିୟାର ଅଭେଦ ନିୟମ ସ୍ଥାନ ପାଇନଥିଲେ।
କିମ୍ବା ଯୋଗାତ୍ମକ ଅଭେଦ ମଧ୍ୟ ସ୍ୱାଭାବିକ ସଂଖ୍ୟା ସମୂହରେ ନଥିଲା। ଆମେ କିନ୍ତୁ ନିଜେ ପରୀକ୍ଷା କରି ଦେଖିଲେ ଯେ ଶୂନ ସହିତ ଯେକୌଣସି ସଂଖ୍ୟା ମିଶା ଯାଉଛି ବା ଯେକୌଣସି ସଂଖ୍ୟା ସହିତ ଶୂନ ମିଶାଇ ଦିଆହେଉଛି ତାହାର ଉତ୍ତର ସେଇ ସଂଖ୍ୟା ହେଉଛି। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱାଭାବିକ ସଂଖ୍ୟା ସମୂହରେ ଯୋଗ ପ୍ରକ୍ରିୟା ଓ ଗୁଣନ ପ୍ରକ୍ରିୟା ଯେଉଁ ଯେଉଁ ନିୟମ ପାଳନ କରିଥିଲେ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସମୂହ କ୍ଷେତ୍ରରେ ମଧ୍ୟ ଯୋଗ ପ୍ରକ୍ରିୟା ଓ ଗୁଣନ ପ୍ରକ୍ରିୟା ସେ ସମସ୍ତ ନିୟମ ପାଳନ କରେ। ଏ କଥାକୁ ଆମେ ବୁଝିଲେ ଏବଂ ଆଗକୁ ଜାଣିବାକୁ ପାଇବା। ପରବର୍ତ୍ତୀ ଆଲୋଚନାକୁ ଯିବା। ବିୟୋଗ ପ୍ରକ୍ରିୟା କ୍ଷେତ୍ରରେ ସ୍ୱତନ୍ତ୍ର ନିୟମ କ'ଣ ରହିଛି ତାକୁ ଆମେ ଦେଖିବା। ଠିକ ଅଛି। ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାର ବିୟୋଗ ପ୍ରକ୍ରିୟା କ୍ଷେତ୍ରରେ ସ୍ୱତନ୍ତ୍ର ନିୟମ ଅଛି। ଏହି ଅଂଶରେ ଆମେ ସେଇ କଥାଟିକୁ ବୁଝିବା। ଦେଖୁଥିବା ଚିତ୍ରକୁ ଟିକେ ଭଲ ଭାବରେ ନଜର ଦିଅ। 3 ବିୟୋଗ 3 ସମାନ 0, 5 ବିୟୋଗ 5 ସମାନ 0। ସେମିତି ବଡ଼ ସଂଖ୍ୟାଟିଏ 238 ବିୟୋଗ 238 ସମାନ 0। କ'ଣ ଦେଖିଲେ ଆମେ? ଯେକୌଣସି ସ୍ୱାଭାବିକ ସଂଖ୍ୟାରୁ ସେହି ସଂଖ୍ୟା ବିୟୋଗ କଲେ ବିୟୋଗଫଳ 0 ହୁଏ। ଚିତ୍ର ସ୍ପଷ୍ଟ। ଆଲୋଚନାକୁ ମଧ୍ୟ ଶୁଣିଲେ। ଯେତେବେଳେ ଗୋଟିଏ ଚକ୍ ବାକ୍ସରେ କୌଣସି ଚକ୍ ନଥାଏ, ଚକ୍ଟି ଆଣିପାରିବା କି? ଖାଲି ହାତରେ ଫେରିବା, ବାକ୍ସ ଫାଙ୍କା ଅଛି ବୋଲି କହିବା। କିଛି ନାହିଁଟାଏ ଆଣିଲେ, କ'ଣ ଆଣିଲେ? କିଛି ନାହିଁଟାଏ ଆଣିଲେ। ତାପରେ ବି ଖାଲି ବାକ୍ସ ହୋଇ ରହିଲା। ସେ ଖାଲି ବାକ୍ସ ହେଇକି ରହିଲା କି ନାହିଁ? ଏଣୁ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କ୍ଷେତ୍ରରେ ବିୟୋଗ ସମ୍ବନ୍ଧୀୟ ଗୋଟିଏ ନିୟମ ହେଲା ଯେକୌଣସି ସଂଖ୍ୟାରୁ ସେହି ସଂଖ୍ୟାକୁ ବିୟୋଗ କଲେ ବିୟୋଗଫଳ 0 ହେବ। ଇଏ ଗୋଟେ ପରିସ୍ଥିତିର କଥା ତମେ ମାନେ ଦେଖିଲ। ଠିକ ଅଛି। ଆଉ ଗୋଟିଏ ପରିସ୍ଥିତିକୁ ଯିବା। 5 ଗୋଟି ଚକ୍ ଥିବା ବାକ୍ସରୁ ମୁଁ ଆଦୌ ଚକ୍ ନେଲି ନାହିଁ। ସପୋଜ ଅନୁମାନ କର। ତ ଏ ବାକ୍ସରେ କେତୋଟି ଚକ୍ ରହିଲା? ନିଶ୍ଚୟ 5ଟି ରହିଲା। ଆଗରୁ ଯେତିକି ଥିଲା ସବୁ ରହିଲା। ଅର୍ଥାତ 5 ବିୟୋଗ 0 ସମାନ 5, 9 ବିୟୋଗ 0 ସମାନ 9, 83 ବିୟୋଗ 0 ସମାନ 83। ତେଣୁ ବିୟୋଗ ସମ୍ବନ୍ଧୀୟ ଆଉ ଗୋଟିଏ ନିୟମ ଜାଣିଲେ ଯେକୌଣସି ସଂଖ୍ୟାରୁ 0 ବିୟୋଗ କଲେ ସେହି ସଂଖ୍ୟା ରହିଥାଏ। ଏ କଥାଟି ବୁଝିହେଲା। ଏ ଦୁଇଟା ନିୟମ ନିଶ୍ଚୟ ମନେ ରଖିବ ବୋଲି ମୋର ବିଶ୍ୱାସ। ଆଉ ଗୋଟେ ନୂଆ କଥାକୁ ଯିବା। କଥାଟି ହେଉଛି ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କ୍ଷେତ୍ରରେ ଗୁଣନ ପ୍ରକ୍ରିୟା ସମ୍ବନ୍ଧୀୟ ନିୟମ। ଗୋଟେ ଉଦାହରଣଟେ ନେବା। କିପରି ଗୋଟିଏ ସଂଖ୍ୟାର କ୍ରମିକ ଯୋଗକୁ ଗୁଣନ କଥାରେ ପରିଣତ କରାଯାଏ ତାହା ଆମେ ଜାଣିଛୁ। 1କୁ 4 ଥର ମିଶାଇବା ଯାହା 1ରେ 4 ଗୁଣିବା ସେଇଆ। ଏକଥା ବୁଝିଲେ। 5କୁ 3 ଥର ଯୋଗ କରିବା ଯାହା 5ରେ 3 ଗୁଣିବା ସେଇଆ। ସେମିତି 0କୁ 4 ଥର ଯୋଗ କଲେ 0 ଗୁଣନ 4 ସମାନ କେତେ ହେବ? ସେଇ 0। ତେଣୁ ଆମେ କ'ଣ ବୁଝିଲେ? 0କୁ ଯେକୌଣସି ସଂଖ୍ୟା ସହିତ ଗୁଣିବା ଉତ୍ତର କ'ଣ ହେବ? 0 ହେବ। ଅର୍ଥାତ୍ 0 ଗୁଣନ ଯେକୌଣସି ସଂଖ୍ୟା ଉତ୍ତର ହେଉଛି 0। এই କଥାରେ ମଜା କଥା ନୁହେଁ? ବୁଝିଲ? ଠିକ ଅଛି। ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କ୍ଷେତ୍ରରେ ହରଣ ସମ୍ବନ୍ଧୀୟ ନିୟମ ମଧ୍ୟ ରହିଛି। ଗୋଟିଏ ପରିସ୍ଥିତିକୁ ଲକ୍ଷ୍ୟ କରିବା ଆସ। ଆଦୌ ଚକ୍ ନଥିବା ବାକ୍ସରୁ 3 ଖଣ୍ଡ ଚକ୍ ସର୍ବାଧିକ କେତେ ଥର ନେଇପାରିବା? କେତେ ଥର ନେଇପାରିବା? ନେଇପାରିବେ କି? ଆଦୌ ନେଇପାରିବା ନାହିଁ। 0 ଥର ନେଇପାରିବା। ଠିକ ଅଛି, ବୁଝିହେଲା। ଅର୍ଥାତ୍ 0କୁ ଯଦି 3 ସହିତ ହରିବା, ଆମେ ତ ଆଦୌ ନେଇପାରୁନାହାନ୍ତି ଚକ୍, ନାହିଁ ପୁରା ସେଠି। ତେଣୁ କ'ଣ ହେବ? 0 ହେବ। ଠିକ ସେମିତି 0କୁ 4 ସହିତ ହରିକି ଦେଖିଲେ 0, 0 ହରଣ 8 0, 0କୁ 115 ସହିତ ହରିକି ଦେଖିଲେ 0। ଅର୍ଥାତ୍ ଯେକୌଣସି ସଂଖ୍ୟାକୁ 0ରେ ହରିଲେ ଉତ୍ତର କ'ଣ ହେବ? 0 ହେବ। ଆଉ ଏକ ପରିସ୍ଥିତି ଦେଖିବା। 12ଟି କଲମରୁ ଥରକେ 4ଟି ଲେଖାଏଁ ନେଲେ କେତେ ଥରରେ ସବୁ କଲମକୁ ନିଆଯାଇପାରିବ? 12 ହରଣ 4 ପାଖରେ ବିୟୋଗ କରିକି ଦେଖେଇ ଦିଆଯାଇଛି। ତମେ ଦେଖିଲ କେତେ ଥର ହରଣ କରିକି ନିଆଯାଇପାରିବ? 4 ଥରରେ। ଅର୍ଥାତ୍ 12ରୁ 4କୁ କେତେ ଥର ନିଆଯାଇପାରିବ? 3 ଥର ନିଆଯାଇପାରିବ। 12କୁ 4ରୁ କେତେ ଥର ନିଆଯାଇପାରିବ? 3 ଥର ନିଆଯାଇପାରିବ। ଆମେ ସେଟାକୁ ଜାଣିଲେ। ଅର୍ଥାତ୍ 12 ହରଣ 4 ସମାନ 3। କିନ୍ତୁ 3 ହରଣ 0 ନିର୍ଣ୍ଣୟ କରିପାରିବା କି? 3 ହରଣ 0 କଲେ 3ରୁ 0କୁ ବାରମ୍ବାର ବିୟୋଗ କରିବାକୁ ପଡ଼ିବ। 0 କେତେ ଥର ବିୟୋଗ ହେବ? ତାହା ହେଉଛି ଭାଗଫଳ। ତାହେଲେ ଏଠାରେ 3ରୁ 0କୁ 2 ଥର ନିଆଯାଇଛି, ପୁଣି 3 ବଳକା ରହିଛି।
ଆହୁରି ଯେତେ ଥର ଆମେ ନେବା ସେଇ 3 ବଳକା ରହିବ। ଅର୍ଥାତ୍ ସ୍ୱାଭାବିକ ସଂଖ୍ୟାରେ 0 ଭାଗ କଲେ କୌଣସି ନିର୍ଦ୍ଦିଷ୍ଟ ଭାଗଫଳ ନାହିଁ। ଅର୍ଥାତ୍ ହରଣ ସମ୍ବନ୍ଧୀୟ ଏଇ ନିୟମଟି ହେଉଛି ଗୋଟିଏ ଆଶ୍ଚର୍ଯ୍ୟଜନକ ଭାବରେ ନିୟମ। ସେଇ 3 ହିଁ ରହିବ। 0, 3 ହରଣ 0, ତାର କୌଣସି ନିର୍ଦ୍ଦିଷ୍ଟ ଭାଗଫଳ ନାହିଁ। ଅର୍ଥାତ୍ ଯେକୌଣସି ସଂଖ୍ୟାକୁ 0 ଦ୍ୱାରା ଭାଗ କରିବା ଏକ ନିରର୍ଥକ କଥା ଅଟେ। ବୁଝିହେଲା? ସ୍ୱାଭାବିକ ସଂଖ୍ୟାରୁ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କେମିତି ହେଲା ଆଲୋଚନା କଲେ। ଏଥିସହିତ 0କୁ ଯୋଗାତ୍ମକ ଅଭେଦ କୁହାଯାଏ ତାହା ମଧ୍ୟ ଆମେ ଆଲୋଚନା କଲେ। ବିୟୋଗ ପ୍ରକ୍ରିୟା କ୍ଷେତ୍ରରେ ଯେଉଁ ସ୍ୱତନ୍ତ୍ର ନିୟମ ଅଛି, ଅର୍ଥାତ୍ ଯେକୌଣସି ସଂଖ୍ୟାରୁ ସେହି ସଂଖ୍ୟାକୁ ବିୟୋଗ କଲେ ବିୟୋଗଫଳ 0 ହୁଏ, ସେ କଥା ମଧ୍ୟ ଆମେ ଆଲୋଚନା କଲେ। ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କ୍ଷେତ୍ରରେ ଗୁଣନ ପ୍ରକ୍ରିୟା ସମ୍ବନ୍ଧୀୟ ନିୟମ, ଅର୍ଥାତ୍ ଯେକୌଣସି ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାରେ 0 ଗୁଣିଲେ ଗୁଣଫଳ 0 ହୋଇଥାଏ, ସେ କଥା ମଧ୍ୟ ଆମେ ଜାଣିଲେ। ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କ୍ଷେତ୍ରରେ ଯେଉଁ ହରଣ ସମ୍ବନ୍ଧୀୟ ନିୟମ ଥିଲା, 0କୁ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ସହିତ ହରିଲେ ଉତ୍ତର 0 ହୋଇଥାଏ, ଏ କଥା ମଧ୍ୟ ଆଲୋଚନା କଲେ। ଏବଂ ଏଥିସହିତ ଆମେ ମଧ୍ୟ ଆଲୋଚନା କଲେ ହରଣ ସମ୍ବନ୍ଧୀୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ, ଯାହାକୁ କୁହାଯାଉଛି ଯେକୌଣସି ସଂଖ୍ୟାକୁ 0 ଦ୍ୱାରା ଭାଗ କଲେ ଭାଗଫଳ କୌଣସି ନିର୍ଦ୍ଦିଷ୍ଟ ଆସିନଥାଏ, ଏହା ନିରର୍ଥକ ଅଟେ। ପିଲାମାନେ, ଆଜି ପାଇଁ ତୁମର ଏହି ଶିକ୍ଷା ଶିକ୍ଷଣ ପ୍ରକ୍ରିୟାକୁ ଏଇଠି ରଖିବା। ତୁମମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।